ଦେବାନି ମୋତେ ଆଜିକାଲି ଏଇ କେତେ ଦିନ ଗୋଟେ ସପ୍ତାହ ଆଗରେ ଶିବରାତ୍ରି ଥିଲା। ଗୋଟେ ସପ୍ତାହ 15 ଦିନ ଆଇସ୍ ଖାଇ ନଥିଲେ ମନ୍ଦିର ଯିବା ଲୋକମାନେ ବହୁତ ସତର୍କର ସହିତ ରହିଲେ। କାଲି ତ ମନ୍ଦିର ଯିବାର ଅଛି, ନହେଲେ ଆମର ପୂଜା କରିବାର ଅଛି। ଆମମାନେ ଏଇ ମାସରେ ଆମେମାନେ ଏଇ ଦିନରେ ଆଇସ୍ ଖାଇବାର ନାହିଁ। କିପରି ସେମାନେ ସତର୍କ ରହିକିରି ଗଲେ ବିଦ୍ୟାର୍ଥୀମାନେ। ମାତ୍ର ଆମେମାନେ ସେହିପରି ନାହିଁ। ଆମମାନେ କେଉଁ ଦିନ ଆଇସ୍ ଖାଇବାର ଛାଡ଼ିବାର ନାହିଁ, କେଉଁ ଦିନ ଭାତ ଖାଇବାର ଛାଡ଼ିବାର ନାହିଁ, ନା ସତ ବିଷୟରେ ଆଜି କାହାକୁ ପଚାରବା ଦରକାର ନାହିଁ। ଆମମାନେ ସବୁଦିନ ଶୁଣି ଆସିଛୁ। ପ୍ରଭୁ ଆମ ନିମନ୍ତେ ଜଗତେ ଆସିଥିଲେ, ଆମମାନଙ୍କୁ ଉଦ୍ଧାର କଲେ, ଆମ ନିମନ୍ତେ ଜୀବନ ଦେଲେ। ଆମମାନେ ସେଇ ବିଷୟ ସମସ୍ତେ ପ୍ରଭୁକୁ ପାଇଥିବା ଲୋକ ଆମେ ଜାଣି ତାକୁ ଆସି ପଚାରୁଛନ୍ତି। ତାହାକୁ ଯେ ସତ ବିଷୟରେ ଅଛନ୍ତି ତାକୁ ଆସି ସେ ଯୁବକ ପଚାରୁଛି, ହେ ଗୁରୁ। ଗୁରୁ ତ ଆଜିକାଲି ଅନେକ ବିଷୟ ଗୁରୁ ବୋଲେ ଏ ପିଲା କେନ୍ତା ଗୁରୁ ଗୁରୁ ବୋଲେ ସମସ୍ତେ ଗୁରୁ କରିଦେଉଛନ୍ତି। ମାତ୍ର ଆଗରେ ଆମେ ଗୁରୁ ବୋଲେ କିଏ ଥିଲା? ଶିକ୍ଷା ଗୁରୁ, ବିଦ୍ୟା ଗୁରୁ ବୋଲି ଆମମାନେ ଜଗତରେ ସମସ୍ତେ ଜାଣିଛୁ। ଏବେ ସମସ୍ତଙ୍କୁ ଗୁରୁ ଗୁରୁ ବୋଲି କହୁଛନ୍ତି। ସାଙ୍ଗସାଥି ଗୁରୁ, ଚାଲିଲା ବେଳେ ବି କୋଉଠି ଯାଉଛି ଗୁରୁ? ଏହିପରି ଅନେକ ଲୋକ ହେଉଛନ୍ତି ଆଜିକାଲି ଗୁରୁ। ମାତ୍ର ଆମମାନଙ୍କର ଗୁରୁ ଥିଲେ ଶିକ୍ଷକ ଗୁରୁ, ବିଦ୍ୟା ଗୁରୁ। ଦୁଇଟା ଆମମାନଙ୍କର କୌଣସି କାମ ଶିଖାଇଲା, ପାଠ ଶିଖାଇଲା। ଶିକ୍ଷା ଗୁରୁ, ବିଦ୍ୟା ଗୁରୁ। ଆମମାନେ ଦୁଇଟା ଗୁରୁ ଶିଖାଇଲେ। ମାତ୍ର ଆଜିକାଲି ଅନେକ ଗୁରୁ ଅଛନ୍ତି। ତା ସତର୍କ କଲେ ତାଙ୍କୁ କହିଲେ, ସତ୍ ବିଷୟରେ ମୋତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ, କିନ୍ତୁ ତୁମ୍ଭେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞା ସବୁ ପାଳନ କର। ଯୀଶୁ ତାହାଙ୍କୁ କହିଲେ, ସତ୍ ବିଷୟରେ ମୋତେ କାହିଁକି ସତ ବିଷୟରେ ମୋତେ କାହିଁକି ପଚାରିଅଛ? ସତ୍ କେବଳ ଜଣେ, କିନ୍ତୁ ତୁମେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଏ ଆଜ୍ଞା ସବୁ ପାଳନ କର। କୋଉ ଆଜ୍ଞା ପାଳନ କରିବାର ଅଛି? ଆମେ କେତୋଟି ବିଷୟ ଅଛି। ଏବେ ଆମର ଭାଇ ଗୋଟେ ସାକ୍ଷ୍ୟ ଦେବେ। ଆସନ୍ତା ଦିନରେ ପ୍ରଭୁଙ୍କ ନିମନ୍ତେ ବଞ୍ଚିବି, ପ୍ରଭୁଙ୍କ ନିମନ୍ତେ ଜଗତରେ ରହିବା 3 ଦିନ ରହିବି। ଆଜ୍ଞା ପାଳନ କରିବା ନିମନ୍ତେ କହିଯାଉଛନ୍ତି। ରାତ୍ରି ସାକ୍ଷ୍ୟ ଦେଇଥିଲେ ଆଜ୍ଞା ବିଷୟ ଆଜ୍ଞା ଆମମାନେ ପାଳନ କରିବାର ଅଛି। ତାହେଲେ ଆମମାନେ ଯେତେ ଅଛୁ ଆମମାନେ ଆଜ୍ଞା ପାଳନ କରିବାର ଅଛି। ତେବେ ଆମମାନେ ସେଇ ବିଷୟ ତଳକୁ ବାବୁ ସେ ତାହାଙ୍କୁ ପଚାରିଲେ, କି ପ୍ରକାର ଆଜ୍ଞା? ଯୀଶୁ କହିଲେ, ଏସବୁ ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦେବ ନାହିଁ, ପିତାମାତାଙ୍କୁ ସମାଦର କର, ପୁଣି ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। କେତେଟା ବିଷୟ ଅଛି। ସେ କେତେଟା ବିଷୟ ବି ଆମମାନେ ମାନିବାର ଅଛି। ସେ ଜଗତରେ ରହୁଛୁ ବୋଲି କେତେଟା ବିଷୟ ଅଛି। ଫାର୍ଷ୍ଟରେ ନରହତ୍ୟା କର ନାହିଁ, ହତ୍ୟା କର ନାହିଁ। ସେକେଣ୍ଡରେ ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ପିତାମାତାଙ୍କୁ ସମାଦର କର, ପୁଣି ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ହେଲେ ଆମମାନେ କେତେ ମୂଲ୍ୟ ପ୍ରେମ କରୁଛୁ ଆମର ଆଜିକାଲି?
କେତେ ପ୍ରକାର ପ୍ରେମ କରୁଛୁ ଆମମାନେ ଆଜିକାଲି ଆମମାନେ ଏ ଜଗତରେ ବସବାସ କରୁଛୁ। ଏ ଜଗତରେ ଆମମାନେ ସମସ୍ତେ ଖ୍ରୀଷ୍ଟଙ୍କର ବିଶ୍ୱାସୀ ସନ୍ତାନ ସେ ବାକି ବିଷୟ ତ ଛାଡ଼, ସେଟା ଆମର ଚର୍ଚ୍ଚରେ ନାହିଁ। ଟିକେ ଥିଲେ ବି ସେଟା ଛାଡ଼ରେ ଚୋରି କରିବାଟା, ଚାରି କରିବାଟା, ନର ହତ୍ୟା କରିବାଟା ଆମର ଏଠି ନାହିଁ, ହବ ବି ନାହିଁ। କାହିଁକି ନା ସେଟା ପ୍ରଭୁଙ୍କର ମାତ୍ର ଆମର ଅଧିବାସୀ ପାଇଁ ଆମମାନେ କେତେ ପ୍ରେମ କରୁଛୁ ଆଉ ତାଙ୍କୁ କେତେ ବୁଝାଉଛୁ, ସେଟା ପାଇଁ ଆମମାନେ ଚିନ୍ତା କରିବାର ଅଛି। ବାହାରେ କଥା ଛାଡ଼, ବାହାରେ ଯାଉଛୁ କି ନ ଯାଉଛୁ, ବାହାରେ କହୁଛୁ କି ନ କହୁଛୁ, ମାତ୍ର ଅଧିବାସୀ ପାଇଁ ଆମମାନେ ପାଖରେ ଥିବା ଲୋକ ପାଇଁ ଆମମାନେ ସାହିରେ ଥିବା ଲୋକ କି ଗାଁରେ ଥିବା ଲୋକ ପାଇଁ ଆମେ କେତେ କାର୍ଯ୍ୟ କରୁଛୁ, ନିଜେ ସେଟା ଆମମାନେ ଜାଣିଛୁ। ତା ପାଇଁ ଆହୁରି ଅନ୍ୟ ବିଷୟ କିଛି କହୁଛି। ଗୋଟେ ପଦ ଆମେ ଦେଖିବା ଉପଦେଶ ଆଉ ତୁମେ ଯୌବନ କାଳରେ ଆପଣ ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେହେତୁ ସମୟ ଆସୁଅଛି, ଯେଉଁ ସବୁ ବର୍ଷରେ ତୁମେ କହିବ ଏସବୁରେ ମୋର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି। ଆମମାନଙ୍କର ଚାରିଆଡ଼େ ଦେଖିଲେ ଆମମାନଙ୍କୁ ନିନ୍ଦା ଅପମାନ। କାଲି ଗୋଟେ ନ୍ୟୁଜ୍ରେ ଦେଖୁଥିଲି, ଛତିଶଗଡ଼ରେ ଆହୁରି କିଛି ହେଉଛି। ଇଆଡ଼େ ଆମର ଓଡ଼ିଶାରେ ଏବେ ଗୋଟେ ଆହୁରି କିଛି ତେବେ ଆମମାନେ କିସ୍ କରବାର ଅଛି କି ଆଉ ତୁମେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାକୁ ସ୍ମରଣ କର, ଯେହେତୁ ଦୁଃସମୟ ଆଉ ତୁମ୍ଭେ ଯୌବନ କାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର, ଯେହେତୁ ଦୁଃସମୟ ଆସୁଅଛି, ଯେଉଁ ସବୁ ବର୍ଷରେ ତୁମେ କହିବ ଏହି ସବୁର ମୋର କିଛି ସୁଖ ନାହିଁ, ସେହି ସବୁ ବର୍ଷ ସନ୍ନିକଟ ହେଉଅଛି। ଏହି ସବୁ ଜାଗାରେ ଆମମାନଙ୍କର କୌଣସି ସୁଖ ନାହିଁ। ଏଇଟା ଆମମାନଙ୍କର କାଳ କରୁଛନ୍ତି ଯୁବକ ଯୁବତୀମାନ ପାଇଁ। ଆହୁରି ଆମମାନେ ବି ଏବେ ସେଇଠି ଏକା ସାମିଲ ହେଇଛୁ। କାହିଁକି ନା ଏ ଜଗତର ସୁଖ ଆମମାନଙ୍କୁ ଏ ଜଗତରେ ଗଲେ ସୁଖ ପାଇବ ନାହିଁ। ଏ ଜଗତର କୌଣସି ବିଷୟ ଆମମାନଙ୍କୁ ସୁଖ ପାଇବ ନାହିଁ। ଆଜିକାଲି ଦେଖିଲା ସମୟରେ ମୋତେ ଗୋଟେ ଲଜ୍ଜା ଲାଗିବ ଟାଉନ୍ରେ ଗଲେ। ଆଜିକାଲି ପିନ୍ଧାବଳା, ଆଜିକାଲି ବାଲ କାଟି, ଆଜିକାଲି ପିଲାମାନେ କାଟିକରି ତାଙ୍କର ପିଲାମାନେ ବି କାଣ୍ଡରେ ଗୋଟେ ବାଲ ଛାଡ଼ି କାଣ୍ଡରେ ଗୋଟେ ପିନ୍ଧି ଦେଇଥିବେ। ସେପରି ତ ଆମ ଚର୍ଚ୍ଚରେ ନାହିଁ, ମାତ୍ର ଏହିପରି ଦୁନିଆ ଚେଞ୍ଜ ହେଉଛି। ତେବେ ତୁମେ ସୃଷ୍ଟିକର୍ତ୍ତାକୁ ସ୍ମରଣ କର ଏ ଦିନରେ, ଆଉ ତାଙ୍କୁ ତୁମେ ତାଙ୍କର ଚରଣ ତଳେ ଆସ। ତେବେ ଆମମାନେ ଆଜି ଏହି ସମୟରେ ଆମମାନେ ଯେତେ ଅଛୁ ବୋଲେ ଆମମାନେ ନ ଜାଣିବା ଲୋକ ରହୁଛୁ। ତେବେ ଆମମାନେ ଆଜି ତାଙ୍କ ଚରଣ ତଳେ ଆସି ଆମମାନେ ପ୍ରଭୁଙ୍କୁ କ୍ଷମା ମାଗି, ପ୍ରଭୁ ତମର ନିମନ୍ତେ ବଞ୍ଚିବେ, ନହେଲେ ତମରି କାର୍ଯ୍ୟ କରି ମୁଇଁ ଏ ଜଗତରେ ଥିଲି। ଏହିପରି ଗୋଟେ ଏଇ ବାକ୍ୟ ଅନୁସାରେ ଆମମାନେ ଜୀବନଯାପନ କରିବାର ଥିଲା। ସେଇଟା ମୁଁ ବେଶୀ କହିବି ନାହିଁ, କାହିଁକି ନା ମୁଁ ତ କହିବା ପାଇଁ ଆଗରୁ କହିଦେଉଛି। ମୁଁ ସେଇଟା
ସେତେ କରିପାରିବି ନାହିଁ ବୋଲି ଆହୁରି ତଳକୁ ଟିକେ ଦେଖିବା ସେଇ ଯୁବକ ତାହାକୁ କହିଲେ ଏଇ ସମସ୍ତ ମୁଁ ପାଳନ କରିଅଛି, ମୋର ଆଉ କଣ ଉଣା ଅଛି? ଯୁବକ କହୁଛି ଏ ସମସ୍ତ ବିଷୟ ମୁଁ ପାଳନ କରିଛି ଆଉ ସମସ୍ତ ବିଷୟରେ ମୁଁ ରେଡି ଅଛି, ମାତ୍ର ତାର ତଳକୁ ଆଉ ଟିକେ ଦେଖିଲେ ଯୀଶୁ ତାହାଙ୍କୁ କହିଲେ, ଯଦି ତୁମେ ଶୀଘ୍ର ହେବାକୁ ଇଚ୍ଛା କର ତେବେ ଯାଇ ଆପଣର ସର୍ବସ୍ୱ ବିକ୍ରୟ କରି ଦରିଦ୍ରମାନଙ୍କୁ ଦାନ କର, ଆଉ ତୁମେ ସ୍ୱର୍ଗରେ ଧନ ପାଇବ, ପୁଣି ଆସି ମୋହର ଅନୁଗମନ କର। ସେ ସମ୍ପତ୍ତି ବିଷୟରେ ତାକୁ ଯେତେବେଳେ କୁହାହେଲା ତୁମର ସମ୍ପତ୍ତି ଦରିଦ୍ରମାନଙ୍କୁ ଦେଇଦିଅ, ତାପରେ ଆସି ମୋର ପଛରେ ତୁମେ ଚାଲ। ସେଇଠି କଲା ତାର କିନ୍ତୁ ଏକଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା। ଦୁଃଖ ପ୍ରକାଶ କରି କରି ଚାଲିଗଲେ, କାହିଁକି ନା ତାଙ୍କର ବହୁତ ସମ୍ପତ୍ତି ଥିଲା। ଆଜିକାଲି ଆମ ପାଖରେ ସମ୍ପତ୍ତି ବହୁତ ଅଛି। କି ସମ୍ପତ୍ତି ଅଛି? ଟଙ୍କା ଅଛି, ସୁନା ଅଛି, ଘର ଅଛି, ଦ୍ୱାର ଅଛି। ଆମମାନଙ୍କର ପାଖରେ କୌଣସି ଅଭାବ ନାହିଁ, ଆମମାନଙ୍କର ପାଖରେ ଅଛି। ମାତ୍ର ସେଇ ଧନ ଆମମାନଙ୍କୁ ଦେବାକୁ ଲୋକକୁ ଲୋଭ ହେଉଛି। କେମିତି ଲୋଭ ହେଉଛି? এই বাক্য ଆମେ ପ୍ରଭୁକୁ ଜାଣିଛୁ, ପ୍ରଭୁ ପାଇଁ ମରିଯିବୁ, ଉତ୍ତର ପାଇଲା ପରେ ପ୍ରଭୁ ପାଇଁ ଆମେ ଯିବୁ। ମାତ୍ର ଗୋଟେ ଲୋକକୁ ଯାଇକିରି ଆମମାନେ କହିବା ପାଇଁ ଆମମାନଙ୍କର ସାହସ ନାହିଁ। ମୁଁ ଏବେ ବାକ୍ୟରେ ପଢ଼ୁଛି, ମୋ ପାଖରେ ବାକ୍ୟର ଜ୍ଞାନ ନାହିଁ, ବାକ୍ୟର କିଛି କରିପାରିବିନି। କିନ୍ତୁ ଏ ବିଷୟରେ ଏଠି ଲେଖା ଅଛି, ଧନ ଆମମାନଙ୍କର ପାଖରେ ପରିପୂର୍ଣ୍ଣ ଅଛି, ମାତ୍ର ଆମ ଲୋକମାନଙ୍କୁ ପାଠବା ପାଇଁ ସେ ଦେବା ପାଇଁ ଦରିଦ୍ରମାନଙ୍କୁ ଆମ ପାଖରେ ସମୟ ନାହିଁ, ନହେଲେ ଆମମାନଙ୍କର ଧନ ସରିଯିବ। ଏ ଆଶାରେ ଆମେ ରହିଛୁ। ତେବେ ମୁଁ କେତେ ଦିନ ବଞ୍ଚିବି ମୋତେ ତ ସେଟା ଜାଣିପାରିବି ନାହିଁ, ଉପରବାଲା ଜାଣିଛି। ମାତ୍ର ମୁଁ ଗୋଟେ ନିର୍ଣ୍ଣୟ, ମୁଁ ଯେଉଁ ଦିନଠୁ ଟିକେ ଚାଲିପାରିବି କି ଦେଖିପାରିବି, ପ୍ରଭୁ ମୋତେ ତୁମେ ମୋତେ ଯେଉଁ ଜାଗାରେ ନେବ ତୁମର ଇଚ୍ଛାରେ ନିଅ, କିନ୍ତୁ ତୁମର ଜ୍ଞାନ ଦିଏ ମୋତେ କୁହ। ଏଇ ହିସାବରେ ପ୍ରଭୁଙ୍କର ପାଖରେ ମାନୁଛି। ବାକ୍ୟ କହିବାର ମୋର ଶକ୍ତି ନାହିଁ, ନା ବୋଧ ନାହିଁ, ମାତ୍ର ପ୍ରଭୁ ବି ମୋତେ କହୁଛନ୍ତି ସେମାନେ ସେଇ ଧନ ଆମେ ଏ ଜଗତରେ ବାଜିବା ପାଇଁ ଆମ ପାଖରେ ବହୁତ ଧନ ଅଛି, ଆମମାନେ ବାଜିବାର ଅଛି। ତାପରେ ଆହୁରି ଗୋଟେ ବିଷୟ ବି ଆପଣମାନଙ୍କ ପାଖରେ ରହୁଛି, ଈଶ୍ୱର ଯେଣୁ ଯେ ଜୀବନରେ ସୁଖଭୋଗ କରିବାକୁ
ପୁଣି ମଙ୍ଗଳର ଦିନ ଦେଖିବାକୁ ଇଚ୍ଛା କରେ, ସେ ମନ୍ଦ ବାକ୍ୟରୁ ଆପଣା ଜିଭାକୁ ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଅଷ୍ଟାଧରକୁ ନିବୃତ୍ତ କରୁ। ତେଣୁ ଯେ ଜୀବନରେ ଉପଭୋଗ କରିବାକୁ ପୁଣି ମଙ୍ଗଳ ଦିନ ଦେଖିବାକୁ ଇଚ୍ଛା କରେ, ସେ ମଦ ବାକ୍ୟରୁ ଆପଣା ଅତ୍ୟାଚାର ଆଉ ପ୍ରବଞ୍ଚନା ବାକ୍ୟରୁ ଆପଣା ଅତ୍ୟାଚାରକୁ ନିବୃତ୍ତ କରୁ। ତେବେ ଆମମାନଙ୍କର ଏଠି ଆମମାନଙ୍କର ପାର୍ଟିରେ ଯେଉଁଟା ହେଲା ଆମମାନେ ବେଳେ ବେଳେ କାର୍ଯ୍ୟ କରିଦେଉ, ଘରେ ହଉ ବାହାରେ ହଉ, ଯେଉଁ ବିଷୟ ଆମମାନଙ୍କର ପାର୍ଟିରେ ଆସୁଛି ସେ ବିଷୟକୁ କହିଦେଉଥିଲୁ। ତେବେ ଆମମାନେ ଟିକେ ସେ ଅଷ୍ଟାଦରକୁ ପ୍ରବଚନ ବାକ୍ୟରୁ ଆମମାନେ ଟିକେ ଧୈର୍ଯ୍ୟ ଧରିବାର ଅଛି। ଏଇଟା କହିଲେ ଭଲ ହେବ କି ନହେଲେ ଏଇଟା କହିଦେଲି ଏଇଟା ଖରାପ ହେଲା କି ଭଲ ହେଟା ଗୋଟେ ଆମମାନଙ୍କର ମନରେ ଚିନ୍ତା ହେବାର ଅଛି। ଆମମାନେ ଯଦି ପ୍ରଭୁଙ୍କର ସତ୍ୟ ବିଷୟରେ ଜାଣିଛୁ, ଆମମାନେ ଜୀବନଯାପନ ତାଙ୍କର ପାଇଁ କରିଛୁ, ତାହେଲେ ଆମମାନେ ସତ ବିଷୟରେ ଆମମାନେ ଟିକେ ଧୈର୍ଯ୍ୟ ଧରବାକୁ ପଡ଼ିବ। ସେ ଗୋଟେ କହିଲେ ଆମମାନେ ଦୁଇଟା କହିଦେଉଛୁ, ସେ ଅଳ୍ପ କହିଲେ ଆହୁରି କିଛି କହିଦେଉଛୁ। ସେଇଟା ପାଇଁ ଆମମାନଙ୍କର ଅଷ୍ଟାଦରକୁ ଟିକେ ଶାନ୍ତିରେ ରଖିବାକୁ ପଡ଼ିବ। ଆମମାନେ ଟିକେ ଧୈର୍ଯ୍ୟର ସହିତ ଲୋକମାନଙ୍କୁ ଆମମାନେ ଟିକେ କଥାବାର୍ତ୍ତା କରିବାକୁ ପଡ଼ିବ। ଆମମାନେ ସେଇ ପ୍ରଭୁଙ୍କୁ ଧନ୍ୟବାଦ ହଉ। ଆମମାନେ ତାଙ୍କରି ଇଚ୍ଛାରେ ଚାଲିବା ପାଇଁ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ମୁଁ ବାଇବଲ ପାଲ୍ଟି କରିଦେଉଛି, ମୁଁ କାଢ଼ି ପାରୁନାହିଁ, ସେଥିପାଇଁ ଆପଣମାନେ କ୍ଷମା କରିବେ। ମୋତେ କହିବାରେ ଟିକେ ଯାଉଛି, ତେବେ ଭୁଲ ବୁଝିବେ ନାହିଁ। ତେବେ ଆଉ ଥରେ ତଳକୁ ଟିକେ ପଡ଼ିବା। 22 କରିଥିଲେ। ହଁ, ସେଥିରେ ଯୀଶୁ ଆପଣ ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ଜଗତର ଧନ ଯାହାର ପାଖରେ ଅଛି, ସେ ସ୍ୱର୍ଗରେ ଯିବା ପାଇଁ ପୁଣି ବହୁତ କଷ୍ଟ। ଏଇଟା କିଏ କହୁଛି? ମୁଁ କହୁନି, ପ୍ରଭୁ ଯୀଶୁ କହୁଛି। ଯାହାର ପାଖରେ ଜାଗତିକ ଧନ ବେଶୀ ଅଛି, ସ୍ୱର୍ଗରେ ଯିବା ପାଇଁ ସେଠି କଷ୍ଟ ବୋଲି କହୁଛି। କାହିଁକି? ତାର ଧନ ସମ୍ପତ୍ତିର ଚିନ୍ତାଧାରା ଅଲଗା ଥିବ, ଆହୁରି ପ୍ରଭୁଙ୍କର ଲୋକମାନଙ୍କର ଚିନ୍ତାଧାରା ଟିକେ ଅଲଗା ଥିବ। ତେବେ ଆମମାନେ ଜଗତର ଧନ ସମ୍ପତ୍ତିକୁ ଆଶା ନ କରି ଆମମାନେ ପ୍ରଭୁକୁ ଆଶା କରିବା ଆମମାନେ ଶିଖିବାର। ଜଗତର ଧନ କିଏ ଆଶା କରବନି? ମୋତେ କାଲି ଗାଡ଼ି ଦରକାର ବେଲେ କରିବାଟା ଗୋଟେ ଆଶା। ମାତ୍ର ଆମମାନଙ୍କର ସେହିପରି ନ ହଉ, ଆମମାନେ ସମସ୍ତେ ଗୋଟେ ଆଶା କରିବାର ଅଛି। ଜଗତର ଆଶା ସମସ୍ତଙ୍କୁ ଦରକାର, କିନ୍ତୁ ଆମମାନେ ପ୍ରଭୁଙ୍କର ଆଶା ବି ନିଜ ନିଜ ଭିତରେ ନିଜ ନିଜ ପାଖରେ ରଖି ଆମମାନେ ତାଙ୍କ ଇଚ୍ଛାରେ ବଞ୍ଚିବା। ଅଳ୍ପ ସମୟ ହେଇଯାଉଛି। ମୁଁ ଆହୁରି ଟିକେ ଗୋଟେ ଦୁଇଟା ପଢ଼ିକିରି ସମାଜ କରିବି। ଆପଣମାନେ ଟିକେ ବସନ୍ତୁ। କହିଲା ପରି ଟିକେ କାଢ଼ବାଟା ଏଇଟା ସେଟା ଭୁଲି ଯାଉଛି। ସେ ଲୁକ 19 ତାର ଲୁକ 19 ସେଠି 8 ପଦ ସେ କିନ୍ତୁ ଯକ୍ଷ ଠିଆ ପ୍ରଭୁଙ୍କୁ କହିଲା,
हे प्रभु देखु मोर संपत्तिर अर्धेक मु दरिद्र मानक दान करुचे आदि अन्याय कहारी ठार किसी नहीं थाए तेरे 4 गुण ताहा फेराई अछि धनी लोग से भी धनी लोग थिला नहीं से भी धनी लोग थिला जगत किंतु जेते बेले प्रभु को से चिंता कले देखी न पाइबी से समय से लोक मैंने भरोसा करवा बेले ए गोटे पापी लोक ए गोटे अधर्मी लोक ए गोटे अनेक भावना निंदा करवा लोक किपरि समस्ते निंदा धारणा कले से प्रभु पापी कहूँ किंतु जखि ठिया होई प्रभु को कहले हे प्रभु देखु मोर संपत्ति